ବନ୍ଧୁମାନେ ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ବହୁତ ଜରୁରୀ ନିୟମ ବିଷୟରେ କୁହାଯାଇଛି। ଯଦି କୌଣସି ମନୁଷ୍ୟ ଏହି ନିୟମର ପାଳନ କରି ଭୋଜନ କରିବ ତ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ବୈଭବର ପ୍ରାପ୍ତି କରିଥାଏ। ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦୃଷ୍ଟିକୋଣରେ ମଧ୍ୟ ପରିପୂର୍ଣ୍ଣ ଅଟେ। ଏହି ପ୍ରକାରର ଭୋଜନ କରିବା ଦ୍ୱାରା ମନୁଷ୍ୟ ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାଏ। ଆପଣମାନେ ମଧ୍ୟ ଭୋଜନ କରିବା ସମୟରେ ଏହି ନିୟମକୁ ଅବଶ୍ୟ ପାଳନ କରନ୍ତୁ। ତ ଆସନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ କ'ଣ। ସେଥିପାଇଁ ଆପଣମାନଙ୍କୁ ଗୋଟିଏ ନିବେଦନ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହା ପୂର୍ବରୁ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭକ୍ତିର ସହକାରେ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ପ୍ରଥମ କଥା, ଭୋଜନ କରିବା ଆଗରୁ ପାଦ, ହାତ ଏବଂ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ। ଭୋଜନ ଆଗରୁ ଅନ୍ନ ଦେବତା ଏବଂ ଅନ୍ନପୂର୍ଣ୍ଣା ମାତାଙ୍କ ସ୍ତୁତି ବୋଲି ତାଙ୍କୁ ଧନ୍ୟବାଦ ଦେଇ ସବୁ ଭୋକିଲା ପ୍ରାଣୀଙ୍କୁ ଭୋଜନ ପ୍ରାପ୍ତ ହେଉ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ। ଭୋଜନ ବନାଉଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନରେ ମନ୍ତ୍ର ଜପ କରି ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ। ସର୍ବପ୍ରଥମେ 3ଟି ରୁଟି ଗୋଟିଏ ଗାଈ ପାଇଁ, ଗୋଟିଏ କୁକୁର ପାଇଁ ଏବଂ କାଉ ପାଇଁ ଅଲଗା ତିଆରି କରିସାରି ଅଗ୍ନିଦେବଙ୍କୁ ଭୋଗ ଲଗାଇ ସାରିବା ପରେ ଲୋକଙ୍କୁ ଖାଇବାକୁ ଦେବା ଉଚିତ। ଭୋଜନ ଘରେ ବସି ସମସ୍ତେ କରନ୍ତୁ। ଚେଷ୍ଟା କରନ୍ତୁ ପରିବାରର ସବୁ ସଦସ୍ୟଙ୍କ ସହିତ ମିଶି ବସିକି ଭୋଜନ କରିବା ପାଇଁ। ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ଏବଂ ଏକତା ରହିନଥାଏ। ଦ୍ୱିତୀୟ କଥା, ଭୋଜନ ସମୟ ସକାଳ ଏବଂ ସନ୍ଧ୍ୟା ସମୟ ଅଟେ। କାରଣ ପାଚନ କ୍ରିୟାର ଜଟିଳ ଅଗ୍ନି ସୂର୍ଯ୍ୟଦେବଙ୍କ ଉଦୟର 2 ଘଣ୍ଟା ପରେ ଏବଂ ସୂର୍ଯ୍ୟ ଅସ୍ତ ହେବାର ଅଧଘଣ୍ଟା ଆଗରୁ ରହିଥାଏ। ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ସେ ଯୋଗୀ ଏବଂ ଯେଉଁ ବ୍ୟକ୍ତି 2 ଥର ଭୋଜନ କରେ ତାକୁ ଭୋଗୀ ବୋଲି କୁହାଯାଏ। ତୃତୀୟ କଥା, ଭୋଜନ କରିବାର ଦିଗ। ଭୋଜନ ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି କରିବା ଉଚିତ ହୋଇଥାଏ। ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ଏହା ପେଟକୁ ପ୍ରାପ୍ତ ହୋଇଯାଇଥାଏ। ପଶ୍ଚିମ ଦିଗରେ କରାଯାଇଥିବା ଭୋଜନ ରୋଗ ସୃଷ୍ଟି କରିଥାଏ। ଚତୁର୍ଥ କଥା, ଏହିପରି ଅବସ୍ଥାରେ ଭୋଜନ କରନ୍ତୁ ନାହିଁ। ଖଟ ଉପରେ ବସି ଅର୍ଥାତ୍ ଶଯ୍ୟା ଉପରେ ବସି କିମ୍ବା ହାତରେ ଧରି କିମ୍ବା ଭାଙ୍ଗି ଯାଇଥିବା ବାସନରେ ଭୋଜନ ନ କରିବା ଉଚିତ। କଳହ କିମ୍ବା ଦୁଃଖ ଜାଗାରେ ମଧ୍ୟ ଭୋଜନ କରିବା ଅନୁଚିତ। ବରଗଛ ଏବଂ ଅଶ୍ୱତ୍ଥ ଗଛ ମୂଳରେ ବସି ଭୋଜନ କରିବା ଅନୁଚିତ ହୋଇଥାଏ। ପରସା ଯାଇଥିବା ଭୋଜନର କେବେ ବି ନିନ୍ଦା କରନ୍ତୁ ନାହିଁ। ଠିଆ ହୋଇ ଭୋଜନ କରିବା ମଧ୍ୟ ଅନୁଚିତ ହୋଇଥାଏ। ଜୋତା ପିନ୍ଧି ମଧ୍ୟ ଭୋଜନ କରିବା ଅନୁଚିତ ଅଟେ। ବନ୍ଧୁମାନେ, ଏବେ ଆସନ୍ତୁ ଜାଣିବା ଭୋଜନ କିପରି ହେବା ଦରକାର। ବହୁତ ରାଗ କିମ୍ବା ବହୁତ ମିଠା ଭୋଜନ କରିବା ଉଚିତ ହୋଇନଥାଏ। କାହା ଦ୍ୱାରା ଛଡ଼ା ଯାଇଥିବା ଭୋଜନ ମଧ୍ୟ କରିବା ଉଚିତ ନୁହେଁ। ଅଧା ଖାଇଥିବା ଫଳ, ମିଠା ଖାଇବା ଉଚିତ ନୁହେଁ। ଖାଦ୍ୟ ଛାଡ଼ିକି ଉଠିବା ପରେ ଦ୍ୱିତୀୟରେ ଭୋଜନ କରିବା ଉଚିତ ହୋଇନଥାଏ। ଯେକୌଣସି ବି ଲୋକ ପାଟି କରି ଖାଇବାକୁ ଦେଉଥିଲେ ସେଠାକୁ ଯାଇ କେବେ ବି ଭୋଜନ କରନ୍ତୁ ନାହିଁ। ପଶୁ କିମ୍ବା କୁକୁର ଛୁଇଁଥିବା ଭୋଜନକୁ କେବେ ବି ଗ୍ରହଣ କରନ୍ତୁ ନାହିଁ। ରାଜସ୍ୱଳା ସ୍ତ୍ରୀ ଦ୍ୱାରା ପରସା ଯାଇଥିବା ଭୋଜନ ମଧ୍ୟ କରନ୍ତୁ ନାହିଁ। ଶ୍ରାଦ୍ଧ ଘରେ ବଳକା ରହିଥିବା ବାସି ଖାଦ୍ୟ ଭୋଜନ କରିବା ଅନୁଚିତ। ବାଳ ପଡ଼ିଥିବା ଖାଦ୍ୟ ଭୋଜନ ମଧ୍ୟ କରନ୍ତୁ ନାହିଁ। ଅନାକାର ଯୁକ୍ତ ପରସା ଯାଇଥିବା ଭୋଜନ କେବେ ମଧ୍ୟ କରନ୍ତୁ ନାହିଁ। ଷଷ୍ଠ କଥା, ଭୋଜନ କରିବା ସମୟରେ ମୌନ ରୁହନ୍ତୁ। ରାତ୍ରି ସମୟରେ ପେଟ ଭରା ଖାଆନ୍ତୁ ନାହିଁ। ଭୋଜନ କରିବା ସମୟରେ ବୁଲିବା ଆବଶ୍ୟକ, କିନ୍ତୁ ସକାରାତ୍ମକ କଥା କୁହନ୍ତୁ। ଭୋଜନ କରିବା ସମୟରେ କୌଣସି ପ୍ରକାରର ସମସ୍ୟା ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ। ଭୋଜନକୁ ଚୋବାଇ କରି ଖାଆନ୍ତୁ। କମ୍ ଭୋଜନ କରୁଥିବା ଲୋକଙ୍କୁ ଆୟୁ, ଆରୋଗ୍ୟ, ବଳ, ସୁଖ, ସୁନ୍ଦର ସନ୍ତାନ, ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଥାଏ। ସପ୍ତମ କଥା, ଭୋଜନ ପରେ କ'ଣ କରିବା ଅନୁଚିତ। ଭୋଜନ ପରେ ତୁରନ୍ତ ପାଣି, ଚାହା ପିଇବା ଅନୁଚିତ ହୋଇଥାଏ। ଭୋଜନ ପରେ ଦୌଡ଼ିବା, ବସିବା, ଭାବିବା ଏହି ପ୍ରକାରର କାର୍ଯ୍ୟ କରନ୍ତୁ ନାହିଁ। ଭୋଜନ ପରେ କ'ଣ କରିବେ? ଦିନରେ ଭୋଜନ କରିବା ପରେ ଚାଲିବା ଉଚିତ। ରାତିରେ ବଜ୍ର ଆସନରେ ବସିବା ଦ୍ୱାରା ପାଚନ କ୍ରିୟା ଭଲ ହୋଇଥାଏ। ଭୋଜନର 1 ଘଣ୍ଟା ପରେ ମିଠା କ୍ଷୀର, ଫଳ ଖାଇବା ଦ୍ୱାରା ପାଚନ କ୍ରିୟା ଭଲ ଭାବରେ ହୋଇଥାଏ। ଭୀଷ୍ମ ପିତାମହ ଅର୍ଜୁନଙ୍କୁ ଦେଇଥିବା ମହତ୍ତ୍ୱ ସନ୍ଦେଶରେ କୁହାଯାଇଥିଲା କି ଯେଉଁ ଥାଳିକୁ ତାହା ଯଦି ପାଦ ବାଜିଥାଏ ତ ସେହି ଥାଳିକୁ ତ୍ୟାଗ କରିବା ଉଚିତ। ଏହିପରି ଥାଳି ବିଷ ସମାନ ହୋଇଥାଏ। ଭୀଷ୍ମ ପିତାମହ କୁହନ୍ତି କି ବାଳ ବାହାରିଥିବା ଥାଳିରୁ କାଢ଼ିଦେବା ଉଚିତ। ବାଳ ବାହାରିବା ପରେ ମଧ୍ୟ ତାକୁ ଭୋଜନ କଲେ
ସେହି ବ୍ୟକ୍ତିଙ୍କୁ ଦରିଦ୍ରତାର ସାମ୍ନା କରିବାକୁ ପଡ଼ିଥାଏ। ଭୋଜନ କରୁଥିବା ଥାଳିକୁ ଯଦି କେହି ଡେଇଁକି ଯାଏ ତ ତାକୁ ମଧ୍ୟ ଛାଡ଼ିଦେବା ଉଚିତ। ଭୀଷ୍ମ ପିତାମହ ଅର୍ଜୁନଙ୍କୁ କହିଥିଲେ କି ଗୋଟିଏ ଥାଳିରେ ଯଦି ଭାଇ ଭାଇ ଭୋଜନ କରନ୍ତି ତେବେ ତାହା ଅମୃତ ସମାନ ହୋଇଥାଏ। ଏହିପରି ଭୋଜନରେ ଧନ, ସ୍ୱାସ୍ଥ୍ୟ, ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ। ଭୀଷ୍ମ ପିତାମହଙ୍କ ଅନୁସାରେ ପତି ପତ୍ନୀଙ୍କୁ ଗୋଟିଏ ଥାଳିରେ ଭୋଜନ କରିବା ନିଷେଧ ଅଟେ। ଭୀଷ୍ମ ପିତାମହଙ୍କ ଅନୁସାରେ ଗୋଟିଏ ଥାଳିରେ ପତି ପତ୍ନୀ ଭୋଜନ କରନ୍ତି ତ ଏହିପରି ଥାଳି ମାଦକ ପଦାର୍ଥରେ ଭରି ଯାଇଥାଏ। ପତିକୁ ଭୋଜନ କଲା ପରେ ହିଁ ଭୋଜନ କରିବା ଉଚିତ। ଏହିପରି ଘରେ ସୁଖ ସମୃଦ୍ଧି ବଢ଼ିଥାଏ। ତେବେ ବନ୍ଧୁମାନେ, ଏହା ଥିଲା ଭୋଜନ କରିବାର କିଛି ନିୟମ। ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ତଳେ ଥିବା ଆମର କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ବିଷ୍ଣୁ ଅବଶ୍ୟ ଲେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ।